ଘରର ଏହି ଦିଗରେ ଲଗାନ୍ତୁ ଘଣ୍ଟା। ଟଙ୍କାର ଅଭାବ ରହିବନି। ପ୍ରତ୍ୟେକ ଘରେ କାନ୍ଥ ଘଣ୍ଟା ରହିବା ଉଚିତ। କୌଣସି ଘରର କାନ୍ଥରେ ଘଣ୍ଟା ନଥିବ ଏହା କେବେ ବି ହୋଇନଥାଏ। କିନ୍ତୁ ଅନେକ ଥର ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଘଣ୍ଟାକୁ ଭୁଲ ଦିଗରେ ରଖନ୍ତି, ଯାହା ବାସ୍ତୁ ତ୍ରୁଟି ସୃଷ୍ଟି କରେ। ଖରାପ ପାଗର କାରଣ ହେଉଛି ବାସ୍ତୁ ତ୍ରୁଟି। ଅନେକ ଥର ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରେ। ଯଦି କାନ୍ଥ ଘଣ୍ଟା ବିପରୀତ ଦିଗରେ ଥାଏ, ଯଦି ଆପଣ କାନ୍ଥ ଘଣ୍ଟାକୁ ସଠିକ ଦିଗରେ ରଖନ୍ତି, ତେବେ ଏହା ଆପଣଙ୍କ ଘରକୁ ଶୁଭ ଫଳ ଆଣିବ। ସେଥିପାଇଁ ତାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ସଠିକ ଦିଗରେ ରଖାଯିବା ଉଚିତ ଏବଂ କୁହାଯାଏ ଯେ ଭୁଲରେ ବି ଘଣ୍ଟାକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖାଯିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କାନ୍ଥ ଘଣ୍ଟା ଟାଙ୍ଗିବା ପାଇଁ ପୂର୍ବ ଏବଂ ଉତ୍ତର ଦିଗ ସର୍ବୋତ୍ତମ। ଯଦି ଆପଣ ଉତ୍ତର ମୁହାଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତି, ତେବେ ଆପଣ କାନ୍ଥକୁ ନୀଳ କିମ୍ବା ଆକାଶୀ ନୀଳ ରଙ୍ଗ କରିପାରିବେ, କାରଣ ସେହି ଦିଗ ଜଳର ଦିଗକୁ ପ୍ରତିପାଦିତ କରେ। ଏପରି ପରିବେଶରେ ଯେତେବେଳେ ରଙ୍ଗ ସହିତ ଏକ ଘଣ୍ଟା ସ୍ଥାପିତ ହୁଏ, ସେତେବେଳେ ସକାରାତ୍ମକ ଶକ୍ତି ଚାରିଗୁଣ ବଢ଼ିଯାଏ। ଘଣ୍ଟାକୁ ପୂର୍ବ ଦିଗରେ ରଖିବା ଦ୍ୱାରା ଅଧିକ ଲାଭ ମିଳିଥାଏ। ସମୟ ସହିତ ଆପଣଙ୍କ ଘର ଅଧିକ ଲାଭ ପାଇବା ଆରମ୍ଭ କରିବ ଯଦି ଆପଣ ସେଠାରେ ଘଣ୍ଟା ରଖିବେ। ଘରେ ବହୁତ ସକାରାତ୍ମକ ଶକ୍ତି ରହିବ। ଘରେ ସମ୍ପତ୍ତି ଏବଂ ଟଙ୍କାର ଅଭାବ ରହିବ ନାହିଁ। ଯଦିଓ ଆପଣ ଆପଣଙ୍କ ଶୋଇବା ଘରେ କାନ୍ଥ ଘଣ୍ଟା ଟାଙ୍ଗି ଦିଅନ୍ତି, ଆପଣ ଏହାକୁ କେବଳ ଉତ୍ତର ଏବଂ ପୂର୍ବ ଦିଗରେ ଠିକ୍ କରିବା ଉଚିତ।